आज ହେଉଛି ଚୈତ୍ର ମାସର ତୃତୀୟ ମଙ୍ଗଳବାର। ତୃତୀୟ ମଙ୍ଗଳବାରରେ ମା ତାରାତାରିଣୀ ସରସ୍ୱତୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ତୃତୀୟ ମଙ୍ଗଳବାର ଯୋଗୁଁ ଭକ୍ତଙ୍କ ପ୍ରବଳ ସମାଗମ ରହିଥିଲା ମନ୍ଦିରରେ। ମନ୍ଦିର ଉପରକୁ ଭକ୍ତଙ୍କ ଯାତାୟାତ ନିମନ୍ତେ ଅଧିକ ବସ୍, ମନ୍ଦିର ଉପରେ ଓ ତଳେ ପାନୀୟ ଜଳ ବ୍ୟବସ୍ଥା, ଅଧିକ ପାର୍କିଂ ସ୍ଥାନ, ମୁଣ୍ଡନ କେନ୍ଦ୍ରକୁ ସରଳୀକରଣ, ବ୍ୟାରିକେଡ୍ ଭଳି ବିଭିନ୍ନ ପଦକ୍ଷେପ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିଲା। ସେପଟେ ଆଜି ତୃତୀୟ ମଙ୍ଗଳବାରରେ ମାଙ୍କୁ ଦର୍ଶନ କରି ବେଶ୍ ଖୁସି ପ୍ରକାଶ କରିଥିଲେ ଭକ୍ତମାନେ। ବେଶ୍ ଆଡ଼ମ୍ବର ସହ ଚାଲିଛି ମା ତାରିଣୀଙ୍କ ଚୈତ୍ର ଯାତ୍ରା। ଆଜି ଚୈତ୍ର ମାସର ତୃତୀୟ ମଙ୍ଗଳବାରରେ ରହିଥିବା ଯୋଗୁଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ମାଙ୍କ ମନ୍ଦିରରେ। ବହୁ ଦୂର ଦୂରାନ୍ତରରୁ ଭକ୍ତମାନେ ମାଙ୍କୁ ଦର୍ଶନ କରିବା ନିମନ୍ତେ ମନ୍ଦିରକୁ ଛୁଟି ଆସିଥିଲେ। ନିଜର ମନସ୍କାମନା ପୂର୍ଣ୍ଣ ହେବା ଲାଗି ମାନସିକଧାରୀମାନେ ନିଜ ନିଜ ପିଲାମାନଙ୍କର ମୁଣ୍ଡନ କରିଥିଲେ। ମୁଣ୍ଡନ କରିବା ପରେ ମାଙ୍କୁ ଦର୍ଶନ କରି ଆଶୀଷ ନେଉଥିଲେ ଭକ୍ତ। ସେହିପରି ଅନେକ ଭକ୍ତ 999 ପାହାଚ ଚଢ଼ି ମାଙ୍କୁ ଦର୍ଶନ କରୁଥିବା ବେଳେ ଆଉ କିଛି ଭକ୍ତ ସିଟି ବସ୍ ଯୋଗେ ମାଙ୍କ ମନ୍ଦିରରେ ପହଞ୍ଚିଥିଲେ। ଚୈତ୍ର ଯାତ୍ରା ସମୟରେ ମାଙ୍କୁ ଦର୍ଶନ କଲେ ସମସ୍ତ ପ୍ରକାରର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ରହିଛି ଅତୁଟ ବିଶ୍ୱାସ। ଆଉ ଏହି ବିଶ୍ୱାସକୁ ଆଧାର କରି ଦୀର୍ଘ ବର୍ଷ ଧରି ଚାଲିଛି ମାଙ୍କ ଚୈତ୍ର ଯାତ୍ରା। ପ୍ରଥମ ଓ ଦ୍ୱିତୀୟ ମଙ୍ଗଳବାର ଅପେକ୍ଷା ଆଜି ତୃତୀୟ ମଙ୍ଗଳବାରର ବହୁ ଭିଡ଼ ସତ୍ତ୍ୱେ ମାଙ୍କୁ ଦର୍ଶନ କରି ବେଶ୍ ଆନନ୍ଦିତ ଥିବା କହିଛନ୍ତି ଭକ୍ତ। ଆଜି ଭୋରରୁ ମାଙ୍କ ଦ୍ୱାରଫୁଟା ନୀତି ସହ ଅନ୍ୟାନ୍ୟ ନୀତି ପରେ ମା ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ତୃତୀୟ ହେତୁ ଆଜି ମାଙ୍କ ସରସ୍ୱତୀ ବେଶ ଅନୁଷ୍ଠିତ ହୋଇଥିଲା। ଏହାପରେ ମାଙ୍କ ଅବକାଶ, ମଙ୍ଗଳ ଆଳତୀ, ମଇଲମ ଲାଗି ହେବା ପରେ ସରସ୍ୱତୀ ରୂପେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମା। ସମସ୍ତ ସେବାୟତମାନେ ଉପସ୍ଥିତ ରହି ମାଙ୍କ ମହା ଆଳତୀ କରିଥିଲେ। ସେପଟେ କିଭଳି ଶାନ୍ତି ଶୃଙ୍ଖଳାର ସହ ମାଙ୍କ ଚୈତ୍ର ଯାତ୍ରା ଶେଷ ହେବ ସେ ନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଭକ୍ତମାନଙ୍କ ନିମନ୍ତେ ପାନୀୟ ଜଳର ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ର ବ୍ୟବସ୍ଥା ସହ ପାହାଡ଼ ଉପରକୁ ଯାଇ ମାଙ୍କୁ ଦର୍ଶନ କରିବା ନିମନ୍ତେ 20ରୁ ଅଧିକ ସିଟି ବସ୍ର ବ୍ୟବସ୍ଥା କରାଯାଇଛି। ଭକ୍ତମାନଙ୍କୁ ଯେଭଳି କୌଣସି ଅସୁବିଧା ନ ହୁଏ ସେଥିନିମନ୍ତେ ବରିଷ୍ଠ ପୋଲିସ ଅଧିକାରୀ ସହ 13 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ସେହିପରି ଚୋରି ଲୁଟ୍ପାଟକୁ ରୋକିବା ନିମନ୍ତେ ସାଧା ପୋଷାକରେ ମଧ୍ୟ ପୋଲିସ ମୁତୟନ ହୋଇଥିଲେ ମନ୍ଦିର ପରିସରରେ। ଚଳିତ ବର୍ଷ ଚୈତ୍ର ମାସର 4ଟି ମଙ୍ଗଳବାର ପଡ଼ୁଥିବା ଯୋଗୁଁ ଆସନ୍ତା ମଙ୍ଗଳବାରରେ ଅଧିକ ଭିଡ଼ ହେବାର ସମ୍ଭାବନା ରହିଛି। श्रीमा तारातारिणी गंगा लागी सेवक मु भवानी शंकर राणा। आज मुख्य आकर्षणीय विषय होची ये मधुमासर नवरात्रि पूजार आज शुक्ल तृतीया तिथि एवं तृतीय पाली मंगलवार मध्य आज भगवती भक्त माननकु महा सरस्वती बेश रे दर्शन देचंती। आपण माने देखिथिबे कि प्रथम पाली मंगलवार रे भगवती महाकाली बेश रे दर्शन दे भगवती भक्त माननकु सिद्धिदात्री रूप दर्शन देथिले एवं द्वितीय पाली मंगलवार रे महालक्ष्मी बेश रे धनदा लक्ष्मी बेश रूप दर्शन देथिले एवं आज महांतम शुक्ल तृतीया तिथि रे हमर नवरात्रि पर्व रे मंगलवार रे भगवती सरस्वती रूप रे दर्शन देई समस्त सकल जगतर जड़ता को अर्थात अज्ञानता को नाश करी ज्ञान प्रकाश रूप देइचंदी भक्त मानक एवं विभिन्न प्रकार आज साजसज्जा मंदिर रे दलयमान होछि एवं हम रात्रि समय देखिले लाइट रो जो झलक रे मंदिर दलयमान एवं अति सुंदर देखा जाउछि। एवं आज मुख्य आकर्षण विषय होछि कि भक्त मानक मुक्त बिना मूल्य रे खाद्य पेय व्यवस्था एवं जीवा आसवा पई बस रोप एवं सीढ़ी पहाच रे छाईर व्यवस्था से प्रशासन को आम सेवायत मान तरफ धन्यवाद देचु एवं समस्त आगंतुक भक्त मानू एवं बाहर राष्ट्र बाहर राज्य आसीथिबा भक्त मानू आम स्वागत जनाऊँ। जय मां तारातारिणी। मो विभू प्रसाद पाठी आसी महाराष्ट्र। कौन कहिबे मांको पाऊ आसिया पई केबुडू आशा थिला? अच्छा आशा तो बहुत दिन हला थिला, बर्तमान अभी सुजोग मिला जो आसीची। आ देह खराब थिला हेले मांकर कृपा रो एबे ठीक अछि। ठीक है कौन हेला मांको कोन आशीर्वाद अछि मांको पई? मांकर तो सबले आशीर्वाद मो ऊपर अछि। एक्सीडेंट टाइम रे मते बहुत सहायता करछन्ती। कोन अबे आपन देह कोन थिला मांको पई को मानसिक थिला? मानसिक करियार मानसिक करिछि एबे सेरा पूर्ण हबो जाई करबी ताको मुंडन करिया पे आपन निजर आज्ञा। कोन आपन कोन देह कोन असुस्थ है? देह असुस्थ थिला माने गोटे साइड माने झिमा जाइतला मोर गोड़। हां हां
ମାଙ୍କୁ ଆଶୀର୍ବାଦରେ ଭଲ ହେଇଛନ୍ତି ମାଙ୍କୁ ଏବେ ବହୁତ ଭଲ ଅଛି, ମାଙ୍କୁ ଦର୍ଶନ ପାଇଲେ କେତେ ଖୁସି ଲାଗୁଛି। ବହୁତ ଖୁସି ଲାଗୁଛି। ଆଜି ମା ସରସ୍ୱତୀ ବେଶରେ ଆଜ୍ଞା ଦର୍ଶନ ଦଉଛନ୍ତି, ଆଜ୍ଞା, କେତେ ଖୁସି ଅନୁଭବ ଲାଗୁଛି। ନାଇଁ ବହୁତ ଖୁସି ଅନୁଭବ, ବହୁତ ଭାଗ୍ୟବାନ ମନେ କରୁଛି ନିଜକୁ। ମୋ ନାଁ ମଧୁମତୀ ପାଢୀ। ମୁଁ ମୋର ଇଷ୍ଟ ଦେବୀ, ଆମ ଘର ଇଷ୍ଟ ଦେବୀ ତାରା ତାରିଣୀ ମାଙ୍କୁ ମୁଁ ସବୁବେଳେ ମୁଣ୍ଡିଆ ମାରେ, ସବୁବେଳେ କରେ। ଆଉ ମୋ ସ୍ୱାମୀର ଦେହ କେମିତି ଭଲ ରହୁ, ଆଉ ବହୁତ ବଡ଼ ଆକ୍ସିଡେଣ୍ଟରୁ ମା ବଞ୍ଚେଇଛନ୍ତି ମୋ ସ୍ୱାମୀକି। ଆଉ ଏବେ ବି ଦେହ ତାଙ୍କର ଖରାପ ଅଛି, ଭଲ ଅଛନ୍ତି। ମାଙ୍କୁ ସବୁବେଳେ ମୁଁ ଡାକୁଛି। ଆଉ ଆଜି ଟ୍ରେନ୍ ଲେଟ୍ ହେବାରୁ ମୁଁ ଟିକେ ଲେଟ୍ରେ ଆସିଲୁ, ଯାହା ହେଲେ ବି ଆସିଲୁ, ମାଙ୍କୁ ଦର୍ଶନ ମିଳିଲା ଆମକୁ। କୋଉଠୁ ଆସିଲେ? ମହାରାଷ୍ଟ୍ରରୁ। ମହାରାଷ୍ଟ୍ରରୁ ବି ମାଙ୍କ ପାଖକୁ ଆସୁଛନ୍ତି, କେତେ କେତେ ଖୁସିରେ ଆସିଲେ। ହଁ, ବହୁତ ଖୁସିରେ ଆସିଲି ମାଙ୍କ ପାଖକୁ। ମାନେ ଜଲ୍ଦି ପହଞ୍ଚିବା କଥା ମତେ, ଟ୍ରେନ୍ 4-5ଟା ଟ୍ରେନ୍ ଚେଞ୍ଜ କରି ଭଲରେ ହିଁ ପହଞ୍ଚିଲି। ମାଙ୍କୁ ପାଖରେ ପାଇଲି, ଦର୍ଶନ କଲୁ, ଭାରି ଖୁସି ଲାଗିଲା ବହୁତ। ହଁ ହଁ, ବହୁତ ଖୁସି ଲାଗିଲା। ହଁ, ତାଙ୍କର ଗୋଟେ ସାଇଡ ଏବେ ହେଇଛି, ମାନେ ମୁଣ୍ଡ ଶିର କିଛି କାମ ଦଉନି। ମାଙ୍କ ଆଶୀର୍ବାଦରୁ ଏବେ ଟିକେ ଭଲ ଅଛନ୍ତି। ହଁ, ତାରିଣୀଙ୍କୁ ମାନ, ମା ସମସ୍ତଙ୍କୁ ଭଲ କରିବେ, ସମସ୍ତଙ୍କୁ ଆରୋଗ୍ୟ କରିବେ, ବହୁତ ଭଲ ରହିବେ। ମାଙ୍କୁ ସବୁବେଳେ ସ୍ତୁତି କର। ମୁଁ ଅଖିଳ କୁମାର ସାବତ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଆଜି ଭବ୍ୟ ଚୈତ୍ର ମାସ ମଙ୍ଗଳବାର ତୃତୀୟ ତିଥିରେ ବିପୁଳ ଜନସମାଗମ ହେଇଛି। ତାର ତ ଉପର ପର୍ବତ ଉପର ଆଉ ପାଦ ଦେଶର ଆକଳନ ବର୍ତ୍ତମାନ ସୁଦ୍ଧା କରାଯାଇ ପାରି ନାହିଁ, କିନ୍ତୁ ବହୁତ କିଛି ଲୋକ ସମାଗମର ଇଏ ଜଣାପଡ଼ୁଛି। ଏହି ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଆଉ ଆନୁଷଙ୍ଗିକ ସମସ୍ତ ଅଫିସ ତରଫରୁ ଭବ୍ୟ ବ୍ୟବସ୍ଥା ହେଇଛି, ସମ୍ପୂର୍ଣ୍ଣ ବ୍ୟବସ୍ଥା ହେଇଛି। ତାପରେ ଯେହେତୁ ଖରା ପାଇଁ ବହୁତ ଲୋକ ଆସିପାରୁନାହାନ୍ତି, ମିଡ଼ିଆ ମାନେ ବି ତାକୁ ସମ୍ପୂର୍ଣ୍ଣ କଭରେଜ କରିକି ଯେମିତିକି ଚାରିଆଡ଼ର ଲୋକ ତାର ମାଙ୍କ ଦର୍ଶନ ପାଇପାରିବେ ତାର ମଧ୍ୟ ବ୍ୟବସ୍ଥା କରିଛନ୍ତି। ବହୁତ ସୁରୁଖୁରୁରେ ଚାଲିଛି, ବହୁତ ସୁନ୍ଦର ଲାଗୁଛି। ଆଜି ମା ଲୋକମାନଙ୍କୁ ଯେଉଁ ସରସ୍ୱତୀ ବେଶରେ, ସରସ୍ୱତୀ ରୂପରେ ଦର୍ଶନ ଦେଇଛନ୍ତି, ସମସ୍ତେ ଆଜି ମୁଗ୍ଧ ହୋଇଛନ୍ତି। ମାଙ୍କ ନିଜ ରୂପ ବାଦେ ଯେଉଁ ସରସ୍ୱତୀ ରୂପରେ ମାଙ୍କୁ ଦର୍ଶନ ପାଇଛନ୍ତି, ସମସ୍ତେ ନିଜକୁ କୃତକୃତ୍ୟ ମନେ କରୁଛନ୍ତି। ମୋ ନାଁ ସୁମିତ ଦତ୍ତ, ମୁଁ କଟକରୁ ଆସିଛି। ମା ଆଜି ସରସ୍ୱତୀ ବେଶରେ ଦର୍ଶନ ଦେଲେ। ଆମେ ଦୀର୍ଘ ଦିନ ଧରି ପ୍ରତ୍ୟେକ ବର୍ଷ ମାଙ୍କର ଏଇ ଯାତ୍ରାରେ ଆମେ ଏଠିକି ଆସୁ। ଆମେ ପ୍ରତ୍ୟେକ ବର୍ଷ ମାଙ୍କର ଏଇ ସରସ୍ୱତୀ ବେଶ ଏଇ ପାଳିରେ ଆମେ ଆସୁ। ଏଠି ଆଜି ବହୁତ ନିଆରା ମାଙ୍କର ବେଶ ଆମେ ଦେଖିଲୁ ଆଜି। ଆମେ ବାଇ ରୋଡରେ ଆସିଛୁ କଟକରୁ। ଉପରକୁ ବସ୍ ଦ୍ୱାରା ଆସିଲୁ, ବହୁତ ଭଲ ସୁବିଧା ହେଇଛି ଗଭର୍ଣ୍ଣମେଣ୍ଟ ପ୍ରଶାସନଙ୍କ ଦ୍ୱାରା। ଆଉ ସବୁ ସୁବିଧାରେ ସବୁ ଲୋକମାନେ ଯିବା ଆସିବା କରୁଛନ୍ତି। ବହୁତ ଆନନ୍ଦିତମୟ ମନ ମୋର ଆଜି। ଆଜି ମାନେ ଆର ମଙ୍ଗଳବାର ଭାବିଥିଲି ଆସିବି, ଆସି ହେଲାନି, ତେଣୁକରି ଆଜି ମାଙ୍କର ଦର୍ଶନ ପାଇ ବହୁତ ଖୁସି ଅଛି। ସସ୍ମିତା ଦତ୍ତ, ମୁଁ କଟକରୁ ଆସିଛି। ମା ଘର ଇଷ୍ଟ ତାରା ତାରିଣୀ ମା, ସବୁ ପ୍ରତ୍ୟେକ ବର୍ଷ ଆମେ ଆସୁ, ପୂଜା କରିକି ଯାଉ, ଜୀବନ ଥିଲା ଯାଇକି କରିକି ଆସୁ। ଆଉ ମାଙ୍କ ଉପରେ ପ୍ରତ୍ୟେକ ବିଶ୍ୱାସ ଅଛି, କ୍ଷଣ କ୍ଷଣରେ। ମା ଜନନୀ ସରସ୍ୱତୀ ବେଶରେ ଦେଖାଦେଲେ। ଆଉ ମାଙ୍କୁ ଦର୍ଶନ କରି ବହୁତ ଭଲ। ବହୁତ ଖୁସି ଲାଗିଲା ମାଙ୍କ ପାଖରେ ଦେଖିକି। ମାଙ୍କ ଠାରୁ ବହୁତ ଆଶୀର୍ବାଦ ବି ଆମେ ପାଇଛୁ।
गंजाम माँ तारातारिणी पीठरू जगन्नाथ साहू स्पेशल रिपोर्ट A1 ओडिशा।